ଚାଲନ୍ତୁ ଆଜି ରାମପୁରା ଗାଁର ଗୋଟେ ଭୟଙ୍କର କାହାଣୀ ଶୁଣିବା ଯେଉଁଠି ଗୋଟେ ଅଜଣା ଭୟ ସମସ୍ତଙ୍କୁ ଘାରିଥିଲା। ଆଉ ଗାଁ ଲୋକଙ୍କ ଭିତରେ ଏଇ ଯୋଉ ଫୁସରୁ ଫସରୁ ଚାଲିଥିଲା ନା, ଏଇଠୁ ହିଁ ଆରମ୍ଭ ହେଇଥିଲା ସେଇ ଭୟଙ୍କର କାହାଣୀ। କିନ୍ତୁ ଗାଁ ଲୋକେ ପ୍ରକୃତରେ କୋଉ ସମସ୍ୟାର ସାମ୍ନା କରୁଥିଲେ ସେଇଟା ଜାଣିବା ପାଇଁ ଆମକୁ ଆଗ ବୁଝିବାକୁ ପଡ଼ିବ ଯେ ଏ ତୁଟୁକା ଜିନିଷଟା କ'ଣ। ତେବେ ଆସନ୍ତୁ ଦେଖିବା କାହାଣୀର ପ୍ରଥମ ଭାଗରେ କେମିତି ଏ କଳା ଛାଇଟା ପୁରା ଗାଁକୁ ନିଜ କବଳକୁ ନେଇଗଲା। ହଠାତ୍ ଗାଁରେ କେମିତି ଗୋଟେ ଭୟର ବାତାବରଣ ଖେଳିଗଲା। ଚାରିଆଡ଼େ ଖାଲି ଅଜବ ଅଜବ ଘଟଣା, ଆଉ ଲୋକଙ୍କ ଭିତରେ କଥାବାର୍ତ୍ତା କମ୍, ଆଉ କଳା ଯାଦୁକୁ ନେଇ ଫୁସୁରୁ ଫାସୁରୁ ବେଶୀ। ଆଉ ଜାଣିଛନ୍ତି, ଲୋକଙ୍କର ଯୋଉ ସନ୍ଦେହ ଥିଲା ନା, ସେଇଟା ବହୁତ ଜଲ୍ଦି ସତ ହେବାକୁ ଲାଗିଲା। କେତେବେଳେ କଳା ଶାଢ଼ୀ ପିନ୍ଧା ମହିଳାଟେ ଦେଖାଯାଉଛି ତ କେତେବେଳେ ରକ୍ତଭିଜା ଜିନିଷ ମିଳୁଛି। ମାନେ ସବୁକିଛି ଗୋଟେ ଭୟଙ୍କର ଇସାରା ଦେଉଥିଲା। ହେଲେ ଏଇସବୁ ଖାଲି ଗୁଜବ ହୋଇ ରହିଲାନି। ଏହା ସେତେବେଳେ ସତରେ ପରିଣତ ହେଲା ଯେତେବେଳେ ଗୋଟେ ପରିବାର ପାଇଁ ଏହା ବ୍ୟକ୍ତିଗତ ସଙ୍କଟ ପାଲଟିଗଲା। ଆଉ ସେଇ ଅଭିଶାପ ତାର ପ୍ରଥମ ଶିକାର ବାଛିନେଲା। ସେ ଥିଲା ରୀନା। ଆଉ ତାର ଅସୁସ୍ଥତା ଏମିତି ଥିଲା ଯେ ତାର କୌଣସି ସାଧାରଣ କାରଣ ଖୋଜି ପାଇବା ମୁସ୍କିଲ ଥିଲା। ପ୍ରଥମେ ତ ସମସ୍ତେ ଭାବିଲେ ଏଇଟା ଖାଲି ଗୋଟେ ଖରାପ ସ୍ୱପ୍ନ, କିନ୍ତୁ ଧୀରେ ଧୀରେ କଥାଟା ଏତେ ଭୟଙ୍କର ହେଇଗଲା ଯେ ତାକୁ ଆଉ ଅଣଦେଖା କରିହେଲାନି। ତାଙ୍କର କଷ୍ଟ ବଢ଼ିବାରେ ଲାଗିଥିଲା। କେତେବେଳେ ଲାଗୁଥିଲା ଯେମିତି କିଏ ତାଙ୍କ ବେକ ଚିପି ଦଉଛି, ତ ପୁଣି କେତେବେଳେ କୌଣସି ଅଦୃଶ୍ୟ ଶକ୍ତି ତାଙ୍କୁ କବାଟ ଆଡ଼କୁ ଟାଣି ନେଉଥିଲା। ଲାଗୁଥିଲା ଯେମିତି ତାଙ୍କ ଜୀବନଟା ପୁରା ନରକ ପାଲଟି ଯାଇଛି। ଯେତେବେଳେ ରୀନାର ଜୀବନ ସଙ୍କଟରେ ପଡ଼ିଗଲା, ଗାଁ ଲୋକଙ୍କ ପାଖରେ ଆଉ କିଛି ଉପାୟ ନଥିଲା। ସେମାନେ ଶେଷରେ ପଣ୍ଡିତଙ୍କ ପାଖକୁ ଗଲେ। ଆଉ ଏଇଠୁ ଆରମ୍ଭ ହେଲା ସେଇ ଖରାପ ଶକ୍ତିର ଉତ୍ସକୁ ଖୋଜିବାର ପ୍ରକ୍ରିୟା। ପଣ୍ଡିତ ତ ସିଧା ସିଧା କହିଦେଲେ ଯେ ଏଟା ଟୁଟୁକାର କାମ। ଏ କଥା ଶୁଣି କିଛି ସାହସୀ ଲୋକ ଏହାର ସତ କ'ଣ ଜାଣିବା ପାଇଁ ବାହାରି ପଡ଼ିଲେ। ଆଉ ଯେମିତି ଯେମିତି ତଦନ୍ତ ଆଗକୁ ବଢ଼ିଲା, ସେମାନଙ୍କର ସବୁଠୁ ବଡ଼ ଡର ସତ ହେବାରେ ଲାଗିଲା। ପ୍ରଥମେ ଗାଁ ଜଗୁଆଡ଼ି ସେଇ କଳା ଶାଢ଼ୀ ପିନ୍ଧା ମହିଳାକୁ ଦେଖିଥିବା କଥା କହିଲା। ତାପରେ ଅଶ୍ୱତ୍ଥ ଗଛ ତଳୁ ପ୍ରମାଣ ସବୁ ମିଳିଲା। ଆଉ ଶେଷରେ ଯେତେବେଳେ ରୀନାର ନାଁ ଲେଖାଥିବା ମାଟି କଣ୍ଡେଇଟା ମିଳିଲା, ସେତେବେଳେ ଆଉ କିଛି ବାକି ନଥିଲା ବୁଝିବା ପାଇଁ। ବର୍ତ୍ତମାନ ସମୟ ଆସିଯାଇଥିଲା ସେଇ ଦୁଷ୍ଟଶକ୍ତି ସହ ସିଧାସଳଖ ମୁକାବିଲା କରିବାର। ଖୋଜୁ ଖୋଜୁ ସେମାନେ ପହଞ୍ଚିଲେ ଗାଁ ପୋଖରୀ ପାଖରେ। ଜହନ ଆଲୁଅରେ ଶେଷରେ ସେଇ ରହସ୍ୟମୟ ମହିଳାକୁ ସେମାନେ ଧରିବାରେ ସଫଳ ହେଲେ। ଆଉ ସେ ଆଉ କେହି ନଥିଲା, ସେ ଥିଲା ଜଗନୀ। ସେହି ଜଗନୀ ଯାହାକୁ ବହୁ ବର୍ଷ ତଳେ ଗାଁରୁ ତଡ଼ି ଦିଆଯାଇଥିଲା। ଆଉ ସେତେବେଳେ ତାର ପ୍ରକୃତ ଉଦ୍ଦେଶ୍ୟ ସାମ୍ନାକୁ ଆସିଲା। ତା ମନରେ ଥିଲା ପ୍ରତିଶୋଧର ନିଆଁ, ସେଇ ଲୋକଙ୍କ ବିରୁଦ୍ଧରେ ଯେଉଁମାନେ ତାର କ୍ଷତି କରିଥିଲେ। ଏଇ ଦୁଃଖଦ ଘଟଣା ହିଁ ତାର ଏତେ ରାଗ ଆଉ ତାର ଅଭିଶାପ ପଛର ଶକ୍ତିର ମୂଳ କାରଣ ଥିଲା। ଏହାପରେ ଯାହା ହେଲା ତାହା ଥିଲା ଭଲ ଆଉ ଖରାପ ଶକ୍ତି ଭିତରେ ଗୋଟେ ଭୟଙ୍କର ଲଢ଼େଇ। ଆଉ ଠିକ୍ ସେଇ ଲଢ଼େଇର ମଝିରେ ସେଇ ଅଭିଶାପର ପ୍ରକୃତ ରୂପ ସାମ୍ନାକୁ ଆସିଲା। ରୀନା ସେଠି ପହଞ୍ଚିଲା, ପୂରାପୂରି ଜଗନୀର ବଶରେ। ତାର ଆତ୍ମା ଯେମିତି ଜଗନୀ ସହ ବାନ୍ଧି ହେଇଯାଇଥିଲା। ତେବେ ଆସନ୍ତୁ ଦେଖିବା ଏଇ ଭୟଙ୍କର ରାତିର ପରିଣାମ କ'ଣ ହେଲା। ଶେଷରେ ପଣ୍ଡିତଙ୍କ ଆଧ୍ୟାତ୍ମିକ ଶକ୍ତି ଆଗରେ ସେଇ କଳା ଯାଦୁ ହାର ମାନିଲା। ରୀନା ମୁକ୍ତ ହେଲା ଆଉ ଜଗନୀର ଶରୀର ପାଉଁଶ ହେଇଗଲା। ଗାଁ ତ ପୁଣି ଥରେ ଶାନ୍ତ ହୋଇଗଲା। ରୀନା ବି ସୁରକ୍ଷିତ ଥିଲା। କିନ୍ତୁ ଗୋଟେ ପ୍ରଶ୍ନ ସମସ୍ତଙ୍କ ମନରେ ରହିଗଲା, ଏମିତି ଦୁଷ୍ଟ ଶକ୍ତିର ପ୍ରକୃତ ରୂପ କ'ଣ? ଆଉ କାହାଣୀଟା ଏଇଠି ଗୋଟେ ଭୟଙ୍କର ପ୍ରଶ୍ନ ସହିତ ଶେଷ ହେଉଛି। କିଏ ଜାଣେ, ହୁଏତ ଜଗନୀ ଚାଲିଯାଇଛି, କିନ୍ତୁ ତାର ପ୍ରତିଶୋଧୀ ଆତ୍ମା ଆଜି ବି ରାମପୁରାର ଅନ୍ଧାରରେ ଘୁରି ବୁଲୁଥାଇପାରେ।